ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଦୀର୍ଘାୟୁ ଓ ନିରୋଗୀ ରହିବା ପାଇଁ କିଏ ବା ନ ଚାହେଁ। ଆସନ୍ତୁ ଜାଣିବା ଦୀର୍ଘାୟୁ ରହିବା ପାଇଁ 50ଟି ଅତ୍ୟନ୍ତ ଜରୁରୀ ଟିପ୍ସ। ନମ୍ବର 1, ସକାଳୁ ଯଦି ଆପଣ ଜିରା ଚୋବାଇକି ପାଣି ପିଅନ୍ତି ତେବେ ହଜମ ଶକ୍ତି ବୃଦ୍ଧି ପାଇବା ସହିତ ପେଟର ଚର୍ବି କମ୍ ହୋଇଥାଏ। ନମ୍ବର 2, ସପ୍ତାହକୁ 2ରୁ 3 ଥର ଲିମ୍ବ, ସାହାଡ଼ା କିମ୍ବା କରଞ୍ଜ କାଠିରେ ନିଶ୍ଚିତ ଦାନ୍ତ ଘଷନ୍ତୁ। ଏହାଦ୍ୱାରା ଦାନ୍ତ ମଜବୁତ ହୋଇଥାଏ। ନମ୍ବର 3, ଯଦି ଅଧିକ ଜୋରରେ ଜ୍ୱର ହେଉଥାଏ ତେବେ ସେହି ସମୟରେ ଯଦି ହେଙ୍ଗୁ ସେବନ କରନ୍ତି ତେବେ ତୁରନ୍ତ ଜ୍ୱର କମିବା ସହିତ ଆରାମ ମିଳିଥାଏ। ନମ୍ବର 4, ହେଙ୍ଗୁ, ଜୁଆଣି, ରସୁଣକୁ ସୋରିଷ ତେଲରେ ପକାଇ ଏହାକୁ ଆଣ୍ଠୁଗଣ୍ଠି ଆଦିରେ ମାଲିସ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ନମ୍ବର 5, ରାତ୍ରି ସମୟରେ ଭାତ ଅଧିକ ସେବନ କରିବା ଦ୍ୱାରା ଶରୀରରେ ଅଧିକ ଚର୍ବି ଅଂଶ ଅଧିକ ଲାଗିଥାଏ। ତେଣୁ ରାତିରେ ରୁଟି ଖାଆନ୍ତୁ ଏବଂ ଅଳ୍ପ ଖାଦ୍ୟ ସେବନ କରନ୍ତୁ। ନମ୍ବର 6, ଯଦି ହାତ ଗୋଡ଼ ବଧିରା ହୋଇଯାଉଥାଏ ତେବେ 1 ଚାମଚ ମହୁରେ ଅଧ ଚାମଚ ଲେମ୍ବୁ ରସ ମିଶାଇ 30 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ। ବହୁତ ଶୀଘ୍ର ଉପଶମ ମିଳିଥାଏ। ନମ୍ବର 7, ଅଦା ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥାରେ ହେଉଥିବା ବାନ୍ତି ସମସ୍ୟା ଦୂର ହୋଇଥାଏ। ନମ୍ବର 8, ବିରି ସହିତ କ୍ଷୀର ସେବନ କରନ୍ତୁ ନାହିଁ। ସେବନ କଲେ ପେଟରେ ଗ୍ୟାସ୍ ସୃଷ୍ଟି ହେବା ସହ ବାନ୍ତି ବାନ୍ତି ଲାଗିଥାଏ। ନମ୍ବର 9, ସକାଳୁ ଶଯ୍ୟା ତ୍ୟାଗ କରିସାରିବା ପରେ ନିଜର ନିତ୍ୟକର୍ମ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ସୂର୍ଯ୍ୟ ନମସ୍କାର କରି 21 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ନମ୍ବର 10, ଯଦି ଆପଣଙ୍କ ଶରୀରରେ ଜୋରରେ ଦରଦ ଲାଗୁଛି ତେବେ ନାଲି ଚା କିମ୍ବା ଗ୍ରୀନ୍ ଟି ପିଅନ୍ତୁ। ଏହାଦ୍ୱାରା ଶାରୀରିକ ଆରାମ ମିଳେ। ନମ୍ବର 11, ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ କାରଣ ଏହାଦ୍ୱାରା ଶରୀରର ତ୍ୱଚା ଖରାପ ହୋଇଥାଏ ଏବଂ କେଶ ମଧ୍ୟ ଦୁର୍ବଳ ବା କମଜୋର ହୋଇଥାଏ। ନମ୍ବର 12, କପଡ଼ାର ରଙ୍ଗ ଫିକା ହୋଇଯାଉଥିଲେ କପଡ଼ା ଧୋଇବା ସମୟରେ ସେଥିରେ ଟିକେ ଭିନେଗାର ମିଶାଇ ଧୋଇବା ଉଚିତ। ଏହାଦ୍ୱାରା କପଡ଼ାର ରଙ୍ଗ ଚମକି ଉଠେ। ତାହା ସହିତ ପୋଷାକର ରଙ୍ଗକୁ ଦୀର୍ଘ ସମୟ ଭଲ ରଖିବା ପାଇଁ କପଡ଼ା ଧୋଇବା ପୂର୍ବରୁ ଲୁଣ ପାଣିରେ ଭିଜାଇ ରଖନ୍ତୁ। ନମ୍ବର 13, ଆପଣଙ୍କ ଦୈନିକ ଖାଦ୍ୟରେ ନିହାତି ଭାବରେ ପିଆଜକୁ ସାମିଲ କରନ୍ତୁ। ପିଆଜ ସେବନ କଲେ ରକ୍ତସ୍ରାବ ବା ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ। ହୃଦୟ ପାଇଁ ପିଆଜ ବହୁତ ଲାଭକାରୀ ହୋଇଥାଏ। ନମ୍ବର 14, ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନ ମୋକୋଜି ହୋଇଯାଇଥାଏ ତେବେ ସେହି ସ୍ଥାନରେ ତୁରନ୍ତ ବରଫ ଘଷି ଦିଅନ୍ତୁ। ଏହାଦ୍ୱାରା ତୁରନ୍ତ ଉପଶମ ମିଳିଥାଏ। ନମ୍ବର 15, ପ୍ରତିଦିନ ଗୋଟିଏ ଘଣ୍ଟା ହସିଲେ ମୋଟାପା ନିୟନ୍ତ୍ରଣରେ ରହେ ଏବଂ ଶରୀର ସୁସ୍ଥ ରହିଥାଏ। ଏହାଦ୍ୱାରା ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ। ନମ୍ବର 16, ସପ୍ତାହରେ ଥରେ କିମ୍ବା 2 ଥର କାକୁଡ଼ି, କଲରା ଓ ନାଲି ଟମାଟର ରସ ପିଅନ୍ତୁ। ଏହାଦ୍ୱାରା ମଧୁମେହ ରୋଗ ହେବାର ସମ୍ଭାବନା କମ୍ ଥାଏ। ନମ୍ବର 17, ମକା ଓ ରୁଟି ପରି ଖାଦ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ମାତ୍ରାରେ ସେବନ କରନ୍ତୁ। ଏହାଗୁଡ଼ିକ ସେବନ କଲେ ଟିବି ଏବଂ ଲିଭର ସମ୍ବନ୍ଧୀୟ ରୋଗ ହେବାର କମ୍ ସମ୍ଭାବନା ରହିଥାଏ। ନମ୍ବର 18, ଆପଣଙ୍କୁ 30 ବର୍ଷ ବୟସ ହୋଇଗଲେ ପରେ ନିହାତି ଭାବରେ ମେଥିଦାନା ସେବନ କରନ୍ତୁ।
ଏହାଦ୍ୱାରା ଶରୀରର ଗଣ୍ଠି ଆଣ୍ଠୁଗୁଡ଼ିକ ମଜବୁତ ହୋଇଥାଏ ଏବଂ ସେଥିସହିତ ବ୍ଲଡ଼ ପ୍ରେସର, ମଧୁମେହ ଏବଂ ଆଣ୍ଠୁଗଣ୍ଠି ସମସ୍ୟା ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ। ନମ୍ବର 19, ବାସି ମାଂସ ସେବନ କରିବା ଦ୍ୱାରା ଆୟୁଷ କମିଯାଇପାରେ। ବାସି ମାଂସ, ଶୁଖିଲା ମାଂସ ଏବଂ ଫ୍ରୋଜେନ୍ ମାଂସ ଏହିସବୁ ଖାଦ୍ୟ ସେବନ କରିବାରୁ ଦୂରେଇ ରୁହନ୍ତୁ, କାରଣ ଏଥିରେ ବିଷାକ୍ତ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ପରେ ଏମାନେ ଗୁରୁତର ରୋଗ ସୃଷ୍ଟି କରିପାରନ୍ତି। ବାସି ମାଂସ ବିଷ ସହିତ ସମାନ, ସେଥିପାଇଁ ଏହି ପ୍ରକାର ଖାଦ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ। ନମ୍ବର 20, ପ୍ରତିଦିନ କଞ୍ଚା କ୍ଷୀରରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ଚେହେରା ଗୋରା ହୁଏ। ତାହା ସହିତ ଅଧିକ ମିଠା ସେବନ କରିବାରୁ ଦୂରେଇ ରୁହନ୍ତୁ। ନମ୍ବର 21, ଜଳିଯାଇଥିବା ସ୍ଥାନରେ ହଳଦୀ ଲଗାଇଲେ ଜଳାପୋଡ଼ା କମିଯାଇଥାଏ ଏବଂ ଫୋଟକା ହେବାର ସମ୍ଭାବନା ରହେ ନାହିଁ। ନମ୍ବର 22, ଯଦି କୌଣସି ବିଷାକ୍ତ ପଦାର୍ଥ ଭୁଲବଶତଃ ପେଟକୁ ଚାଲିଯାଇଥାଏ, ତେବେ ତୁରନ୍ତ ଡାକ୍ତର କିମ୍ବା ନିକଟସ୍ଥ ହସ୍ପିଟାଲକୁ ସମ୍ପର୍କ କରିବା ଉଚିତ। କେବଳ ଘରୋଇ ଉପାୟ ଉପରେ ଭରସା କରିବା ଉଚିତ ନୁହେଁ, କାରଣ ବିଷାକ୍ତ ପଦାର୍ଥ ଗୁରୁତର କ୍ଷତି କରିପାରେ। ନମ୍ବର 23, ପାଦ ଫାଟୁଥିଲେ ରାତିରେ ଭଲ ଭାବେ ପାଦକୁ ଧୋଇ ଘିଅ ଲଗାଇଲେ ପାଦ ଆଉ ଫାଟେ ନାହିଁ। ନମ୍ବର 24, ଅଧିକାଂଶ ଲୋକଙ୍କର ଏସିଡ଼ିଟି ବା ଗ୍ୟାସ୍ ସମସ୍ୟା ଥାଏ। ଏପରି ଲୋକମାନେ ପଖାଳକୁ ନିଜର ସାଥୀ କରିନିଅନ୍ତୁ। ଦେଖିବେ ଏହି ସମସ୍ୟା ଧୀରେ ଧୀରେ ଦୂରେଇ ଯିବ। କିନ୍ତୁ ପଖାଳ ଭାତ ସକାଳେ ଖାଇଲେ ଥଣ୍ଡା ହେବାର ସମ୍ଭାବନା ରହିଥାଏ, ତେଣୁ ପଖାଳ ଭାତ ମଧ୍ୟାହ୍ନ ସମୟରେ ଖାଇବା ସବୁଠାରୁ ଭଲ। ନମ୍ବର 25, ପିଆଜ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ, କିନ୍ତୁ ପିଆଜ ଖାଇବା ପରେ କ୍ଷୀର ପିଇଲେ ଏହା ଏକ୍ଜିମା, ସୋରିଆସିସ୍, ରିଙ୍ଗୱର୍ମ ଭଳି ଚର୍ମ ରୋଗ ସୃଷ୍ଟି କରିପାରେ। ନମ୍ବର 26, ଖାଇବା, ପିଇବା, ପରିଶ୍ରମ କରିବା ଏବଂ ମଳତ୍ୟାଗ କରିବା ଏହି 4ଟି କାର୍ଯ୍ୟକଳାପ ନିୟମିତ ଭାବେ କରିଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୁଏ। ଏହା ନ କଲେ ଭବିଷ୍ୟତରେ ଭୟଙ୍କର ରୋଗ ସାମ୍ନା କରିବାକୁ ପଡ଼ିପାରେ। ନମ୍ବର 27, ଖଜୁରୀ କୋଳି ଶରୀର ପାଇଁ ବହୁତ ଉପକାରୀ। ଏହା ଦେହରେ ଟିସ୍ୟୁ ଗଠନ କରିବାରେ ସାହାଯ୍ୟ କରେ। ପ୍ରତିଦିନ 4ରୁ 5ଟି ଖଜୁରୀ କୋଳି ଖାଇଲେ ରକ୍ତହୀନତା ଦୂର ହୁଏ। ଯଦି ଆପଣଙ୍କ ପାଖରେ ସତେଜ କୋଳି ଅଛି, ତେବେ ଆପଣ ତାକୁ ସିଧାସଳଖ ଖାଇପାରିବେ। ନହେଲେ ଖଦରା ବା ଶୁଖିଲା କୋଳିକୁ ପାଣିରେ ଭିଜାଇ ଖାଇପାରିବେ। ନମ୍ବର 28, ଗୋଡ଼ର ନଖରେ ସୋରିଷ ତେଲ ଲଗାଇଲେ ଆଖି କୁଣ୍ଡେଇ ହେବା ବା ଆଖି ଲାଲ ପଡ଼ିବା ଭଳି ସମସ୍ୟା ଦୂର ହୋଇଥାଏ। ନମ୍ବର 29, ସୋରିଷ ତେଲ ସହ ଲୁଣ ମିଶାଇ ଛାତିରେ ଘଷିଲେ ଜମା ହୋଇଥିବା କଫ ବାହାରି ଆସିଥାଏ। ନମ୍ବର 30, କୋଲେଷ୍ଟ୍ରଲ୍ ଅଧିକ ଥିବା ଲୋକମାନେ ପ୍ରତିଦିନ ସକାଳୁ 5ଟି ତୁଳସୀ ପତ୍ର ଚୋବାଇ ଖାଇଲେ କୋଲେଷ୍ଟ୍ରଲ୍ କମ୍ ହୋଇଯାଇଥାଏ। ନମ୍ବର 31, ତମ୍ବା ପାତ୍ରରେ କିଛି ସମୟ ପାଣି ରଖି ପିଇଲେ ଚର୍ମରୋଗ ହ୍ରାସ ପାଏ ଏବଂ ଏସିଡ଼ିଟି ନିୟନ୍ତ୍ରଣରେ ରହେ। ଏହା ସହିତ ତମ୍ବା ପାତ୍ରରେ ଖାଦ୍ୟ ଖାଇଲେ ମନ ପବିତ୍ର ରହେ ଏବଂ ଆୟୁ ବୃଦ୍ଧି ହୁଏ। ନମ୍ବର 32, ଚାହା ପିଇଲେ ଆପଣଙ୍କୁ ଡିହାଇଡ୍ରେସନ୍ ଭଳି ସମସ୍ୟା ହୋଇପାରେ, କାରଣ ଚାରେ ଥିବା କ୍ୟାଫିନ୍ ଶରୀରର ଜଳୀୟ ଅଂଶକୁ ଶୋଷି ନେଇଥାଏ। ନମ୍ବର 33,
ସାବୁନ ବଦଳରେ ବେସନ ଓ ହଳଦୀ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ନମ୍ବର 34, ଠିଆ ହୋଇ ପାଣି ପିଇବା ଉଚିତ ନୁହେଁ, ନହେଲେ ଆଣ୍ଠୁଗଣ୍ଠିର ରୋଗକୁ କୌଣସି ଡାକ୍ତର ଭଲ କରିପାରିବେ ନାହିଁ। ନମ୍ବର 35, କ୍ଷୀର ଓ ଦହି ଆମେ ଶରୀର ପାଇଁ ଲାଭଦାୟକ, କିନ୍ତୁ ଦହି ଖାଇବା ପରେ କ୍ଷୀର ପିଇଲେ ପେଟରେ ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ହୋଇପାରେ। ନମ୍ବର 36, ମାଛ ଖାଇବାରେ ଅନେକ ଲାଭ ଅଛି। ମାଛ ଖାଇଲେ ଚର୍ମ ଚିକ୍କଣ ହୁଏ, କିନ୍ତୁ ମାଛ ଖାଇବା ପରେ କ୍ଷୀର ପିଇଲେ ଚର୍ମରେ ଧଳା ଦାଗ ହୋଇପାରେ ଏବଂ ପେଟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ। ନମ୍ବର 36, ଲେମ୍ବୁ ଶୁଦ୍ଧ ଏବଂ ପୁଷ୍ଟିକର ଅଟେ। ଲେମ୍ବୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଯଦି ପ୍ରତିଦିନ ଲେମ୍ବୁ ପାଣି 1 ଗ୍ଲାସ ପିଇବେ, ତେବେ ପେଟର ସମସ୍ୟା ଆଦି ହେବାର ସମ୍ଭାବନା ନଥାଏ। ନମ୍ବର 38, ବାଦାମ ପୁଷ୍ଟିକର ଏବଂ ଜୀବନଦାୟକ ଅଟେ। ବାଦାମ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ ଏବଂ ଶରୀରରେ ଶକ୍ତି ବୃଦ୍ଧି ହୁଏ। ତେଣୁ ପ୍ରତିଦିନ କିଛି ବାଦାମ ସେବନ କରିବା ନିହାତି ଦରକାର। ନମ୍ବର 39, ମୁହଁରେ ବ୍ରଣ ହୋଇ କଷ୍ଟ ହେଉଥିଲେ ଦିନକୁ 3 ରୁ 4 ଥର ମହୁ ଲଗାଇବା ଦ୍ୱାରା ଆରାମ ମିଳିଥାଏ। ନମ୍ବର 40, ମାଙ୍କଡ଼ କାମୁଡ଼ିଲେ ମହୁ ଏବଂ ପିଆଜ ବାଟି କ୍ଷତସ୍ଥାନରେ ଲଗାଇଲେ ବିଷାକ୍ତ ପଦାର୍ଥ ଦୂର ହୁଏ। ନମ୍ବର 41, ପିଲାମାନେ ରାତିରେ ଶେଯରେ ପରିସ୍ରା କରୁଥିଲେ ଶୋଇବା ପୂର୍ବରୁ 1 ଚାମଚ ମହୁକୁ 1 ଚାମଚ ପାଣିରେ ମିଶାଇ ପିଇବାକୁ ଦେଲେ ଏହା ଅଳ୍ପ ଦିନରେ ଠିକ୍ ହୋଇଯାଇଥାଏ। ନମ୍ବର 42, ମୁଗ ଖାଇଲେ ହଜମ ଓ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଆସେ। ଅସୁସ୍ଥ ଲୋକଙ୍କ ପାଇଁ ମୁଗ ବହୁତ ଲାଭକାରୀ ଅଟେ। ନମ୍ବର 43, ମାଟି ପାତ୍ରରେ ଖାଦ୍ୟ ରୋଷେଇ କଲେ ଏହା ଅଧିକ ସ୍ୱାଦିଷ୍ଟ ହୁଏ। ଏପରି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ। ନମ୍ବର 44, ଜିରା ମଣିଷଙ୍କ ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। 1 ଚାମଚ ଜିରା ପାଉଡରକୁ 1 ଚାମଚ ଅଦା ସହିତ ମିଶାଇ ଉଷୁମ ପାଣିରେ ନିଅନ୍ତୁ। ଏହା ପିଇଲେ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ। ନମ୍ବର 45, ରସ ପାତ୍ରରେ ଖାଦ୍ୟ ଖାଇଲେ ମନରେ ମାନସିକ ଚିନ୍ତା ବୃଦ୍ଧି ପାଇଥାଏ ଏବଂ ମନୁଷ୍ୟ ଚିଡ଼ିଚିଡ଼ା ହୋଇଯାଇଥାଏ। ନମ୍ବର 46, ଲୁହା କିମ୍ବା ଷ୍ଟିଲ୍ ପାତ୍ରରେ ଖାଦ୍ୟ ଖାଇଲେ ମନ ଅସ୍ଥିର ହୁଏ ଏବଂ ପେଟରେ ବାୟୁ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ହୋଇଥାଏ। ନମ୍ବର 47, ଅଦାକୁ ସର୍ବଭାରତୀୟ ଔଷଧ ଭାବେ ବିବେଚନା କରାଯାଇଛି। ଏହା ଆମ ଶରୀର ପାଇଁ ବହୁତ ଭଲ। ହଜମ ଶକ୍ତି ବୃଦ୍ଧି ପାଇଁ ଅଦା ସହିତ ଅଳ୍ପ ଲେମ୍ବୁ ରସ ଏବଂ ଅଳ୍ପ ଲୁଣ ମିଶାଇ ଭୋଜନରେ ଅଧ ଘଣ୍ଟା ପୂର୍ବରୁ ଖାଆନ୍ତୁ। ନମ୍ବର 48, ମାଟି ପାତ୍ରରେ ଖାଦ୍ୟ ରୋଷେଇ କଲେ ଏହା ଅଧିକ ସ୍ୱାଦିଷ୍ଟ ଲାଗେ। ଏପରି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ। ନମ୍ବର 49, ଯଦି ଆପଣଙ୍କର ପାଟି ଘା ସମସ୍ୟା ଅଛି, ତେବେ ଦିନକୁ 2 ଥର ପଖାଳ ଭାତ ସେବନ କରନ୍ତୁ। ଏହା ପାଟି ଘା ସମସ୍ୟା ଦୂର କରିବା ସହିତ ପେଟକୁ ମଧ୍ୟ ଥଣ୍ଡା ରଖିଥାଏ। ନମ୍ବର 50, ଆମିଷ ଖାଇବା ପରେ କ୍ଷୀର ଜାତୀୟ ପଦାର୍ଥ ଖାଆନ୍ତୁ ନାହିଁ, କାରଣ ଏହା ଗ୍ୟାସ୍ ଓ ଖରାପ ହଜମ ସମସ୍ୟା ସୃଷ୍ଟି କରିଥାଏ। ଦର୍ଶକ ବନ୍ଧୁମାନେ, ଯଦି ଆପଣମାନେ ଏହି 50ଟି ଜେଜେମା ଟିପ୍ସକୁ ବ୍ୟବହାର କରିବେ, ତେବେ ଆପଣଙ୍କର ଆୟୁଷ ଦୀର୍ଘ ହେବା ସହ ଶରୀର ମଧ୍ୟ ସୁସ୍ଥ ରହିବ। ଭିଡ଼ିଓଟିକୁ ଏଇଠାରେ ଶେଷ କରୁଛି। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ
ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ ସୋନାରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତାହା ସହ କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ବୋଲି ନିଶ୍ଚିତ ଲେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ।